नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଶନିବାର ରାଜ୍ୟର 13ଟି ଜିଲ୍ଲାରେ 44ଟି ତହସିଲଦାରରେ ନୂଆ ସବ୍ ରେଜିଷ୍ଟ୍ରେସନ ଅଫିସ ଆବାସିକ ଉଦ୍ଘାଟନ କଲେ ଏବଂ କହିଛନ୍ତି ପର୍ଯ୍ୟାୟକ୍ରମେ ସମସ୍ତ ତହସିଲରେ ଏହି ସୁବିଧା ଖୋଲାଯିବ। ବର୍ତ୍ତମାନ 317 ତହସିଲ ମଧ୍ୟରୁ 217ଟି ପୂର୍ବରୁ ସବ୍ ରେଜିଷ୍ଟ୍ରେସନ ଅଫିସ ଥିବା ବେଳେ ଅନ୍ୟ 84ଟି ଯୋଡ଼ାଗଲା ଏବଂ ବାକି ଥିବା 56ଟି ଚଳିତ ବର୍ଷ ଶେଷ ପୂର୍ବରୁ ଖୋଲାଯିବ। ଏହା ସହିତ ସରକାର 32ଟି ବିଭାଗୀୟ 433 ସେବାରେ ଅନଲାଇନ ଜରିଆରେ ଦେଉଥିବା ବେଳେ ଜମି ପଞ୍ଜୀକରଣ ପାଇଁ ଇ ରେଜିଷ୍ଟ୍ରି ମୋବାଇଲ ଆପ୍ ମଧ୍ୟ ଆରମ୍ଭ ହୋଇଛି। ସମସ୍ତ ସବ୍ ରେଜିଷ୍ଟ୍ରେସନ ଅଫିସରୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି ଏବଂ ଯାହାଦ୍ୱାରା ପାରଦର୍ଶିତା ଓ ଦୁର୍ନୀତି ରୋକିବାକୁ ସାହାଯ୍ୟ ମିଳୁଛି। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ସମ୍ମାନ, ସହଯୋଗ, ସେବା ଓ ପ୍ରଦର୍ଶନ ପ୍ରଶାସନ ଦେବା ହିଁ ସରକାରଙ୍କ ଲକ୍ଷ୍ୟ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ନାହିଁ ବର୍ଷା ଭୟ, ପାଗ ଶୁଖିଲାରେ ପାଣିପାଗ ବିଭାଗର ପୂର୍ବାନୁମାନ। ରାଜ୍ୟରେ ଆସନ୍ତା କିଛି ଦିନ ବର୍ଷା ହେବାର ସମ୍ଭାବନା ଅତ୍ୟନ୍ତ କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଗତକାଲି ସୂଚନା ଦେଇଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ, ତେବେ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ ଅନୁମାନ କରିଛି। ଏହା ସହିତ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ସହିତ ସୋମବାର ଦିନ ଗଞ୍ଜାମ, ଗଜପତି, ରାୟଗଡ଼ାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଅନ୍ୟ ସମସ୍ତ ଜିଲ୍ଲା ପାଗ ଶୁଖିଲା ରହିବ ଓ ଶୀତଳ ରହିବ। ଏହା ସହିତ ନଭେମ୍ବର 3 ଠାରୁ ନଭେମ୍ବର 7 ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ପୂର୍ବାନୁମାନ କରାଯାଇଛି। ଏହି ଅବଧିରେ ରାଜ୍ୟର କୌଣସି ଅଞ୍ଚଳରେ ପାଣିପାଗ ସଚେତନ ଜାରି କରାଯାଇନାହିଁ। ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱର ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଲସିୟସ୍, ସର୍ବାଧିକ 33 ଡିଗ୍ରୀ ସେଲସିୟସ୍ ରହିଥିଲା। ଏହା ସହିତ ଭୁବନେଶ୍ୱରର ସର୍ବନିମ୍ନ 24 ଡିଗ୍ରୀ ସେଲସିୟସ୍ ଏବଂ ସର୍ବାଧିକ 33 ଡିଗ୍ରୀ ସେଲସିୟସ୍ ରହିଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମହିଳା ବିଶ୍ୱକପ୍ 2025ରେ ଭାରତର ଇତିହାସ ସୃଷ୍ଟି କରିଛି। ନଭି ମୁମ୍ବାଇର ଡିଓଏତି ପାଟିଲ ସ୍ପୋର୍ଟିଆରେ ଆୟୋଜିତ ଫାଇନାଲ ଭାରତୀୟ ଦକ୍ଷିଣ ଆଫ୍ରିକାରେ 52 ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ଖିତାବ ଜିତିଛି। ଏହା ସହିତ ପ୍ରଥମେ ବ୍ୟାଟିଂ କରି ଭାରତ 297 7 ୱିକେଟରେ କରିଥିବା ବେଳେ ଶେଫାଳି ବର୍ମା 87, ସ୍ମୃତି ମନ୍ଦାନା 45 ଓ ଦୀପ୍ତି ଶର୍ମା 58 ରନ କରି ଭଲ ଖେଳିଥିଲେ। ଏହା ସହିତ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକା 247ରେ ଅଲଆଉଟ୍ ହୋଇଥିବା ବେଳେ ତାଙ୍କ ଅଧିନାୟକ ଲୋରା ଅଲଭର୍ଟ 101 ରନ କରିଥିଲେ କିନ୍ତୁ ସମସ୍ତ ରନ ବ୍ୟର୍ଥ ହୋଇଥିଲା। ଦୀପ୍ତି ଶର୍ମା 5ଟି ୱିକେଟ ନେଇ ଭାରତକୁ ବିଜୟ ନିଶ୍ଚିତ କରିଥିବା ବେଳେ ଅନ୍ତିମ ବଲରେ ୱିକେଟ ପଡ଼ିବା ସହିତ ଷ୍ଟାଡିୟମରେ ବନ୍ଦେ ମାତରମ୍ ଧ୍ୱନି ଗୁଞ୍ଜି ଉଠିଥିଲା। ରୋହିତ ଶର୍ମା ସହ ଭାରତୀୟ ଦର୍ଶକମାନେ ମଧ୍ୟ ଆବେଗପୂର୍ଣ୍ଣ ହୋଇଯାଇଥିଲେ। ଏହା ସହିତ 2025ରେ ଏହି ଐତିହାସିକ ବିଜୟ 1973ରୁ ଆଜି ପର୍ଯ୍ୟନ୍ତ 52 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ମହିଳା ଦଳ ବିଶ୍ୱକପ୍ ଚାମ୍ପିୟନ ହୋଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କାରକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଛନ୍ତି ଯେ ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା ହେଉଛି ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ଏବଂ ସୁଭଦ୍ରା ଯୋଜନା ଏହାର ନିଆରା ମଡେଲ। ଏହି ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରେ 300ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନିଜ ବସ୍ତୁ ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି ଏବଂ ମେଳା ନଭେମ୍ବର 1ରୁ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ପ୍ରତ୍ୟେକ ଘରୁ ଲକ୍ଷପତି ସୃଷ୍ଟି କରିବା ଲକ୍ଷ୍ୟ ଏବଂ ଏ ବର୍ଷ 15 କୋଟି ଟଙ୍କାର ବ୍ୟୟ ହେବା ଆଶା କରାଯାଉଛି। ଅଧିକାରୀମାନେ ମଧ୍ୟ ମହିଳାମାନଙ୍କ ସୃଜନଶୀଳ ଓ ପ୍ରତିଭାକୁ ସମ୍ମାନ କରିବା ସହିତ ମେଳାରେ ଉତ୍ପାଦନ ପ୍ରଦର୍ଶନ ସହିତ ମହିଳାମାନଙ୍କୁ ଉଦ୍ୟମ, ସ୍ୱାବଲମ୍ବୀ ଓ ରୋଜଗାର ସୃଷ୍ଟି ପାଇଁ ନୂଆ ମଞ୍ଚ ତିଆରି ହେଉଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ନିଆରା ମଡେଲ। ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାର ଯୁକ୍ତ ଇକେୱାଇସି ଅବଧିକୁ ସରକାର ଆଉ 2 ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି ସେମାନେ ବଦ୍ଧତା ସମୟ ଭିତରେ ନିକଟସ୍ଥ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାର ଯୁକ୍ତ ଇକେୱାଇସି କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଥିବା ବେଳେ ଏହା ସହିତ ରାଜ୍ୟରେ ପୂର୍ବ ଭଳି ରାସନ କାର୍ଡ ଯୋଗାଇ ଜାରି ରହିବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇକେୱାଇସି କରି ନଥିବା ବ୍ୟକ୍ତି ଚାଉଳ ଯୋଗାଣ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନ କାର୍ଡଧାରୀମାନେ ପୂର୍ବ ଭଳି ନିଜ କୋଟାରୁ ଚାଉଳ ଉଠାଇ ପାରିବେ। ଇକେୱାଇସି କରିନଥିବା 15 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଚାଉଳ ଯୋଗାଣ ନେଇ ମଧ୍ୟ କୌଣସି ଅପଡେଟ୍ ଆସିନାହିଁ। ଏହା ସହିତ ଚଳିତ ମାସ 15 ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷ ସୁଦ୍ଧା ଇକେୱାଇସି କରିନଥିବା ହିତାଧିକାରୀଙ୍କୁ ନଭେମ୍ବରରେ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। କିନ୍ତୁ ଏହି ଅବଧି ବୃଦ୍ଧି ପରେ ହିତାଧିକାରୀମାନଙ୍କୁ ସମୟ ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଖୁବ୍ ଶୀଘ୍ର ଗଣତି ପ୍ରକ୍ରିୟା ଆରମ୍ଭ ହେବ।
ଏହା ପାଇଁ ଶୀଘ୍ର ସରକାର ପକ୍ଷରୁ ଏସ୍ଓପି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଜାରି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ 11 ତାରିଖ ଶ୍ରୀମନ୍ଦିର ବିକାଶ ନେଇ ସମୀକ୍ଷା ବୈଠକ ଏବଂ କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଶୁରୁ ହେବ। ଭକ୍ତମାନଙ୍କୁ ନିୟମ ଓ ବ୍ୟବସ୍ଥାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଗତ ସେପ୍ଟେମ୍ବରରେ ରତ୍ନଭଣ୍ଡାର ମରାମତି ଶେଷ ହେବା ସହ ସମସ୍ତ ଅଳଙ୍କାର ଓ ବହୁମୂଲ୍ୟ ସାମଗ୍ରୀ ପୁଣି ସ୍ଥାୟୀ ଭଣ୍ଡାରକୁ ଫେରାଇ ରଖାଯାଇଛି। ଏହି ପ୍ରକ୍ରିୟାରେ ଭିଡିଓଗ୍ରାଫି କରାଯାଇଥିଲେ ଏବଂ ଭଣ୍ଡାରକୁ 3ଟି ଯାକ ତାଲା ପକାଇ ବନ୍ଦ କରାଯାଇଛି। ଅକ୍ଟୋବର ମାସରେ ରତ୍ନଭଣ୍ଡାରର ଗଣତି ହୁଣ୍ଡି ସ୍ଥାନାନ୍ତର ଶେଷ କରିବା ଲକ୍ଷ୍ୟ ରଖାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆନ୍ଧ୍ରପ୍ରଦେଶ ଶ୍ରୀକୁଲମ ଜିଲ୍ଲା କାଶୀବୁଗାରେ ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଘଟଣାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପତ୍ରପୁର ବ୍ଲକ ଗୁଡ଼ିପଦର ରଙ୍ଗଲା ରୂପ 19ଙ୍କ ମୃତ୍ୟୁ ହୋଇଥିବାର ସୂଚନା। ଏହି ଦୁଃଖ ଖବର ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 6 ଲକ୍ଷ ଟଙ୍କା ଅନୁକମ୍ପ ରାଶି ଘୋଷଣା କରିଛନ୍ତି। ଦଳଚକଟାରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8 ମହିଳା ଜଣେ 12 ବର୍ଷର ଥିବା ଜଣାପଡ଼ିଛି। ମିନି ତିରୁପତି ଭାବେ ପରିଚିତ ଏହି ନୂତନ ମନ୍ଦିର ମାତ୍ର 4 ମାସ ହେଲା ସାଧାରଣ ଲୋକଙ୍କ ପାଇଁ ଖୋଲା ହୋଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥ ଏକାଦଶରେ ଅଧିକ ଭିଡ଼ ଓ ଗ୍ରିଲ ଭୁଷୁଡ଼ି ଯାଇଥିବା ଆତଙ୍କରୁ ଲୋକ ଏକାଠି ଘଷି ପଡ଼ି ଦଳାଚକଟା ଘଟିଥିବାର ପୋଲିସ କହିଛି। ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ପ୍ରତି ମୃତ ପରିବାରଙ୍କୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲାର ପ୍ରତିଷ୍ଠାତା ଏବଂ ଏମ୍ଡି ଡକ୍ଟର ଶରତ କୁମାର ସାହୁଙ୍କ ଗତ ରବିବାର ପରଲୋକ ଘଟିଛି। ମୃତ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିବା ବେଳେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିବା ବେଳେ ସେ ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶରତ କୁମାର ଓଡ଼ିଶାର ଏକ ପ୍ରମୁଖ ମସଲା ବ୍ରାଣ୍ଡ ରୁଚି ପ୍ରତିଷ୍ଠା କରି ଘରେ ଘରେ ପରିଚିତ ହୋଇଥିବା ବେଳେ ଏବେ ତାଙ୍କର ପରଲୋକରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ବେଳେ ଆସନ୍ତା ନଭେମ୍ବର 7ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ସାଲେଭେଟ୍ଠାରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ସଭା କରିବେ। ତାଙ୍କ ସହ ଭୂପେଶ ବାଘେଲି, ସଚିନ ପାଇଲଟ ଓ ଅନ୍ୟାନ୍ୟ ଷ୍ଟାର ପ୍ରଚାରକ ମଧ୍ୟ ଆସିଥିବାର ଘୋଷଣା କରାଯାଇଛି। ଆଜି ବିଜେଡି ନେତା ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ସ୍ନେହାଗିନି ଛୁରିଆଙ୍କ ପାଇଁ ପ୍ରଚାର କରିବେ ଏବଂ ବିଜେଡିର 50ରୁ ଅଧିକ ବରିଷ୍ଠ ନେତାଙ୍କୁ ମଠାଇଛି। ଏହା ସହିତ ଭାଜପା ପକ୍ଷରୁ 8 ଜଣ ମନ୍ତ୍ରୀଙ୍କୁ ପ୍ରଚାର ଦାୟିତ୍ୱ ଦିଆଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ଓ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ପ୍ରଚାର ନିରୀକ୍ଷକ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୀଘ୍ର ପ୍ରଚାରରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହା ସହିତ ନଭେମ୍ବର 11ରେ ଭୋଟ ହେବ ଏବଂ ବିଦାୟିତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ବେଳେ ପୂର୍ବ ନିର୍ବାଚନରେ ସେ ଘସିରାମ ମାଝୀଙ୍କୁ 11,000 ଭୋଟରେ ହରାଇଥିଲେ। ବଡ଼ ନେତାଙ୍କ ଭିଡରେ ନୂଆପଡ଼ାରେ ରାଜନୈତିକ ପରିବେଶ ଅଧିକ ତପ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।